ଆଉ ଗୋଟେ ଇକ୍वेସନ କାହିଁକି ମୁଣ୍ଡ ଭିତରେ ଆସୁଛି ଯେମିତି ଆପଣ ଜାଣିଥିବେ ରାଜନୀତିରେ ସବୁ କିଛି ସମ୍ଭବ। ଇକ୍वेସନଟି ହଉଛି ଦିଲ୍ଲୀପ ରାୟଙ୍କ ସାଙ୍ଗରେ ନବୀନ ପଟ୍ଟନାୟକର କିଭଳି ନିଧନ ସମ୍ପର୍କ ରହିଛି। ଦିଲ୍ଲୀପ ରାୟ ନବୀନ ପଟ୍ଟନାୟକ ଯେତେବେଳେ ମେଡିକାଲରେ ଥିଲେ ଦିଲ୍ଲୀପ ରାୟ ତାଙ୍କୁ କହିଥିଲେ, ଦିଲ୍ଲୀପ ରାୟଙ୍କୁ ଦେଖା କରିବାକୁ ଚାହିଁଥିଲେ ଯେ ଦିଲ୍ଲୀପକୁ ବୁଲାଅ। ଦିଲ୍ଲୀପ ରାୟ ତାଙ୍କ ଘରକୁ ମଧ୍ୟ ଯାଇଥିଲେ। ତାପରେ ଆଜି ଦତ୍ତେଶ୍ୱରଙ୍କୁ କମନ କ୍ୟାଣ୍ଡିଡେଟ କରାଯାଉଛି ଏବଂ ଦିଲ୍ଲୀପ ରାୟ ପୂର୍ବରୁ କଂଗ୍ରେସର ସମର୍ଥନ ପାଇକି ମଧ୍ୟ ଏମପି ଥରେ ହେଇଥିଲେ। ବିଜେଡି ସାଙ୍ଗରେ ବି ତାଙ୍କର ଭଲ ସମ୍ପର୍କ ରହିଛି ଅନେକ ନେତା ମାନଙ୍କ ସାଙ୍ଗରେ। ଏମିତି ବି ହେଇପାରେ ନବୀନ ବାବୁ ମଧ୍ୟ କାଲି ଦତ୍ତେଶ୍ୱରଙ୍କୁ ଘୋଷଣା କରାଯାଇଛି। କାଲି ଦରକାର ପଡ଼ିଲେ ଦିଲ୍ଲୀପ ରାୟ ହଉଛନ୍ତି ବିଜେପିକୁ ଅଟକେଇବା ପାଇଁ ତ ତାଙ୍କର ଲକ୍ଷ୍ୟ ଥିଲା। ବିଜେପି ଯୋଉ କହୁଥିଲା ଆମେ 3ଟା ସିଟ୍ ନବୁ ତାକୁ ଅଟକେଇବା ପାଇଁ ତ ବିଜେଡି କଂଗ୍ରେସର ଗୋଟେ ମେଣ୍ଟ ହେଇଥିଲା। କିନ୍ତୁ ଏବେ ତ ବିଜେପି ପ୍ରାର୍ଥୀ ଦଉନାହିଁ, ତେଣୁ ତାକୁ ତାହେଲେ ବିଜେପି ଅଟକି ହିଁ ଯାଇଛି। ଯଦି ଏବେ ଆପଣ ଦେଖିବେ ଅଫିସିଆଲି ଅଟକି ଯାଇଛି। ତେଣୁ ଦିଲ୍ଲୀପ ରାୟଙ୍କୁ ବର୍ତ୍ତମାନ ବିଜେଡି ବା କଂଗ୍ରେସର ବିଧାୟକ ମାନେ ସହଯୋଗ କଲେ ଅସୁବିଧା କିଛି ନାହିଁ। କାରଣ ଦତ୍ତେଶ୍ୱର ଦତ୍ତଙ୍କ ଅପେକ୍ଷା କାଲି ଭକ୍ତ ଦାସ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀପକୁ ସମର୍ଥନ କଲେ ଅନକଣ୍ଟେଷ୍ଟେଡ ହେଇଯିବେ। କାହିଁକି ନା ଆପଣଙ୍କର ଟାର୍ଗେଟ ଥିଲା ବିଜେପିକୁ ଆମେ 3ଟା ସିଟ୍ ଦେବୁ ନାହିଁ, ଏଇଆ ତ ଥିଲା। ଏହା ଦ୍ୱାରା ବି ତାଙ୍କର ଉଦ୍ଦେଶ୍ୟ ସାଧିତ ହେଇପାରିବ। ତ ଗୋଟେ ପଲିଟିକାଲ ଗିମିକ୍ସ ଚାଲିଛି। ଆପଣ ଆଉ 2-3 ଦିନ ପରେ ଦେଖିବେ ରାଜ୍ୟ ରାଜନୀତିରେ ଆହୁରି ଏକ ନୂଆ ସମୀକରଣଟେ ସୃଷ୍ଟି ହବ। ଏବଂ ବର୍ତ୍ତମାନ ଆମ ପାଖରେ ଯାହା ଖବର ଅଛି ଦିଲ୍ଲୀପ ରାୟ ବିଜେପିର 22 ଭୋଟ ସହିତ ଆଉ 4ଟି ଭୋଟ ମଧ୍ୟ ସଂଗ୍ରହ କରିସାରିଲେଣି, ମାନେ ତାଙ୍କୁ ପ୍ରତିଶ୍ରୁତି ଦେଇ ସାରିଲେଣି। ଆଉ ଯୋଡ଼ିଏ ଦିନଟିର କଥା ଆପଣ ଦେଖିବେ ଗୋଟେ ଜମାଣିଆ ଇଲେକ୍ସନ ହବ। ଏମିତି ବି ହେଇପାରେ ଦତ୍ତେଶ୍ୱରଙ୍କୁ ମଧ୍ୟ ଶେଷ ମୁହୂର୍ତ୍ତରେ ନବୀନ ବାବୁ କିମ୍ବା ଭକ୍ତ ବାବୁ ମନା ବି କରିପାରନ୍ତି।